ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମାଙ୍କ ନାମରେ ଗଛଟିଏ ଲଗାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ, ତହସିଲଦାର ନଟବର ଗରଡା ଏବଂ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ, ବ୍ଲକ ସଭାପତି ହେମନ୍ତ ସଗରିଆ, ସମିତି ସଭ୍ୟ ରାଜକମଲ ପୁରୋହିତ ଏବଂ ଗ୍ରାମର ଅନେକ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ। ଗୋଟିଏ ଲୋକକୁ ଗୋଟିଏ ଗଛ ଲଗାଇ ବସିବା, ପଛକୁ ପଛ ଏପରି ବୃକ୍ଷରୋପଣ କଲେ ଜଙ୍ଗଲ ସୁରକ୍ଷା ହେବ ବୋଲି ବାର୍ତ୍ତା ଦେଇଥିଲେ ଏବଂ ବୃକ୍ଷରୋପଣ ଦ୍ୱାରା ପରିବେଶ କିପରି ବିଶୁଦ୍ଧ ହୋଇଥାଏ ତାହା ଉପରେ ଆଲୋକପାତ କରିଥିଲେ। ଗଛ ଲଗାଇବା ପାଇଁ ଗାତ ଖୋଳି ଗୋବର ଖତ ଦେଇ ଲିମ୍ବ ଗଛ, ବେଲ ଗଛ ଇତ୍ୟାଦି ମୂଲ୍ୟବାନ ଗଛ ଲଗାଇଥିଲେ। ମାଲକାନଗିରିରୁ ହରିବନ୍ଧୁ ଗତନଙ୍କ ରିପୋର୍ଟ, ସ୍ୱପ୍ନା ଲାଇଭ।